बर्तमान ओडिशा पिलांक ପାଇଁ ବହୁତ ବଡ଼ ନିଯୁକ୍ତି ସୁଯୋଗଟି ଆସିଯାଇଛି। ଫାଇନାଲି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଆସିଲା ମହିଳା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆପଣମାନଙ୍କ ପାଇଁ ବମ୍ପର ଭର୍ତ୍ତି। ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା ଦେଖନ୍ତୁ ଆପଣମାନଙ୍କ ପାଇଁ 23,700 ପ୍ଲସ୍ ପଦପଦବୀ ପୂରଣ ପାଇଁ ବିନା ପରୀକ୍ଷାରେ ସୁପରଭାଇଜର, ଅଙ୍ଗନବାଡ଼ି ଶିକ୍ଷକ, କ୍ଲର୍କ, ପିଅନ, ଆଶା ବୋଲି ବହୁତ ସାରା ପଦବୀରେ ଭ୍ୟାକେନ୍ସି ରହୁଛି। ଫାଇନାଲି ଅଫିସିଆଲି ନୋଟିଫିକେସନଟି ରିଲିଜ୍ ହୋଇଯାଇଛି। ଫାଇନାଲି ଆସିଲା ଓଡ଼ିଶାର ପ୍ରତ୍ୟେକ ଗାଁ ଗାଁରେ ନିଯୁକ୍ତି। ଓଡ଼ିଶା ପଞ୍ଚସ୍ତରୀୟ ନିଯୁକ୍ତି ଆପଣମାନେ ଯଦି ଚାହାନ୍ତି ନିଜ ଗାଁରେ ନିଯୁକ୍ତି ପାଇବା ପାଇଁ ଚାହାନ୍ତି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଆସିଲା ପିଅନ, ଆଶା, ହେଲ୍ପର ଭଳି ପଦବୀରେ ଭ୍ୟାକେନ୍ସି ଆପଣମାନେ କେବଳ ମିନିମମ୍ 10ମ ପାସ୍ କରିଛନ୍ତି ଏବଂ ଚାକିରି କରୁଛନ୍ତି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଏଥର ଆପଣମାନେ ସମସ୍ତେ ଅନଲାଇନ୍ ଜରିଆରେ ଫ୍ରିରେ ମାଗଣାରେ ନିଜ ଥିବା ସ୍ମାର୍ଟଫୋନ୍ରେ ମାତ୍ର କେବଳ 5 ମିନିଟ୍ ସମୟ ଦେଇକି ଆପଣମାନେ ସମସ୍ତେ ଆପ୍ଲାଏ କରିପାରିବେ। ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କେତେ ପଦବୀ ଭ୍ୟାକେନ୍ସି ରହୁଛି ଆପଣମାନେ ଜାଣିବା ପାଇଁ ଯଦି ଚାହାନ୍ତି ନିହାତି ଭାବରେ କମେଣ୍ଟ କରନ୍ତୁ। ଏବଂ ଆପଣମାନେ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ଆପଣମାନେ ନିଯୁକ୍ତି ପାଇବା ପାଇଁ ଚାହାନ୍ତି, ଆପଣଙ୍କର ବ୍ଲକ ସ୍ତରୀୟ ଜିଲ୍ଲା ସ୍ତରୀୟ ନିଯୁକ୍ତି ପାଇବା ପାଇଁ ଚାହାନ୍ତି ନିହାତି ଭାବରେ ଆପଣଙ୍କର ଜିଲ୍ଲା ନାଁକୁ ନିହାତି ଭାବରେ କମେଣ୍ଟ କରିବେ, ଯାହାଫଳରେ ଆପଣଙ୍କର ଜିଲ୍ଲାରେ ଯଦି ଭ୍ୟାକେନ୍ସି ଆସେ ଆମେ ସର୍ବପ୍ରଥମେ ଅପଲୋଡ଼ କରିବୁ। ଏବେ ଆସିଲା ଓଡ଼ିଶା ପିଲାଙ୍କ ପାଇଁ ବହୁତ ବହୁତ ନିଯୁକ୍ତି। ଦେଖନ୍ତୁ ଆପଣଙ୍କ ପାଇଁ ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା ବମ୍ଫର ଭର୍ତ୍ତି ରହିଛି, ଯେଉଁଟାକି 23,700 ଭ୍ୟାକେନ୍ସି ବମ୍ଫର ଭର୍ତ୍ତି ରହିଛି। ବର୍ତ୍ତମାନ ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହାନ୍ତି, ଆମେ ଯଦି ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ଯଦି ଦେଖିବା ଦେଖନ୍ତୁ ଏଥିରେ କେବଳ ଆପଣମାନେ 10ମ ପାସ୍ କରିଛନ୍ତି, +2 ପାସ୍ କରିଛନ୍ତି ଆପଣମାନେ ଆପ୍ଲାଏ କରିପାରିବେ। ଅର୍ଥାତ୍ କେବଳ 10ମ ପାସ୍ କରିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଏ। ଆମେ ଯଦି ପୋଷ୍ଟ ନେମ୍ ଦେଖିବା ଦେଖନ୍ତୁ ଆପଣଙ୍କ ପାଇଁ କେଉଁ କେଉଁ ପଦବୀରେ ଭ୍ୟାକେନ୍ସି ରହୁଛି। ଏଥିରେ ଅଙ୍ଗନବାଡ଼ି ସୁପରଭାଇଜର, କ୍ଲର୍କ, ପିଅନ, ଅଙ୍ଗନବାଡ଼ି ଟିଚର, ଅଙ୍ଗନବାଡ଼ି ହେଲ୍ପର, ଅଙ୍ଗନବାଡ଼ି ୱାର୍କର ଏବଂ ଆଶା ପଦବୀରେ ଭ୍ୟାକେନ୍ସି ରହିଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଦେଖନ୍ତୁ ଏଥିରେ ଆପଣଙ୍କର ପୋଷ୍ଟ ୱାଇଜ୍ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ଆପଣମାନେ ଯଦି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଦେଖନ୍ତୁ ଫାଇନାଲି ଆପଣଙ୍କ ପାଇଁ +3 ପାସ୍ କରିଥିବା ନିହାତି ଆବଶ୍ୟକ। ତା ସହିତ ଆପଣଙ୍କ ପାଖରେ କମ୍ପ୍ୟୁଟର ନଲେଜ ଥିଲେ ଏହାକୁ ଆପ୍ଲାଏ କରିପାରିବେ। ସାଲାରୀ ଯଦି ଦେଖିବା ପର୍ ମନ୍ଥ ସାଲାରୀ ଏଥିରେ 35,000ରୁ 81,000 ମଧ୍ୟରେ ରହିବ। ଏବଂ ଏଜ୍ ଲିମିଟ୍ ଯଦି ଆମେ ଦେଖିବା ଦେଖନ୍ତୁ ଏଥିରେ ମିନିମମ୍ 21 ବର୍ଷ ରହିଛି, ମ୍ୟାକ୍ସିମମ୍ ଯଦି ଦେଖିବା 38 ବର୍ଷ ରହିଛି ଏବଂ ଏଜ୍ ରିଲାକ୍ସେସନ୍ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଦିଆଯାଇଛି। ନେକ୍ସଟ ଭ୍ୟାକେନ୍ସି ଯଦି ଆମେ ଦେଖିବା ଆପଣଙ୍କ ପାଇଁ ନେକ୍ସଟ ଭ୍ୟାକେନ୍ସି ରହୁଛି ଅଙ୍ଗନବାଡ଼ି ଟିଚର। ଯେଉଁମାନେ ଅଙ୍ଗନବାଡ଼ି ଟିଚର ପଦବୀରେ ଆପ୍ଲାଏ କରିବା ପାଇଁ ଚାହାନ୍ତି ଆପଣମାନେ କେବଳ +2 ପାସ୍ କରିଛନ୍ତି ଏହାକୁ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଥିରେ ପର୍ ମନ୍ଥ ସାଲାରୀ ଆପଣଙ୍କର ରହୁଛି 18,000ରୁ 56,000 ମଧ୍ୟରେ। ମିନିମମ୍ ବୟସ ଏଥିରେ 18 ବର୍ଷ ରହିବ, ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ନେକ୍ସଟ ଭ୍ୟାକେନ୍ସି ଯଦି ଆମେ ଦେଖିବା ନେକ୍ସଟ ଭ୍ୟାକେନ୍ସି ଆପଣଙ୍କର ରହୁଛି ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଅଙ୍ଗନବାଡ଼ି ହେଲ୍ପର ପାଇଁ ଆପଣମାନେ ଆବେଦନ କରିବା ପାଇଁ ଚାହାନ୍ତି ଆପଣମାନଙ୍କ ପାଇଁ ହେଲ୍ପର ପାଇଁ ମଧ୍ୟ ଭ୍ୟାକେନ୍ସି ରହୁଛି। ଏଥିରେ ମିନିମମ୍ କ୍ୱାଲିଫିକେସନ୍ ଯଦି ଦେଖିବା କେବଳ +2 ପାସ୍ ରଖାଯାଉଛି। ଆପଣମାନେ କେବଳ +2 ପାସ୍ କରିଛନ୍ତି ଏହାକୁ ଆପ୍ଲାଏ କରିପାରିବେ। ଏବଂ ସାଲାରୀ ଯଦି ଆମେ ଦେଖିବା ଏଥିରେ 10,000ରୁ ଆପଣଙ୍କର ପର୍ ମନ୍ଥ ସାଲାରୀ ଦେଖନ୍ତୁ ଅଧିକ ରହିଛି। 5,000ରୁ 10,000 ମଧ୍ୟ ପର୍ ମନ୍ଥ ସାଲାରୀ ରହିବ। ଏଜ୍ ଲିମିଟ୍ ଯଦି ଦେଖିବା ଏଥିରେ ମିନିମମ୍ 18 ବର୍ଷ ରହିବ, ମ୍ୟାକ୍ସିମମ୍ ଯଦି ଦେଖିବା 40 ଇୟର୍ ଆପଣଙ୍କର ଏଜ୍ ରିଲାକ୍ସେସନ୍ ରଖାଯାଇଛି। ଏବଂ ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ନେକ୍ସଟ ଭ୍ୟାକେନ୍ସି ଯଦି ଦେଖିବା ଦେଖନ୍ତୁ ନେକ୍ସଟ ଭ୍ୟାକେନ୍ସି ରହୁଛି ଆପଣଙ୍କର ଅଙ୍ଗନବାଡ଼ି ୱାର୍କର। ଆପଣମାନେ ଯଦି ଅଙ୍ଗନବାଡ଼ି ୱାର୍କର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଆପଣମାନେ କେବଳ +2 ପାସ୍ କରିଛନ୍ତି ଏହାକୁ ଆବେଦନ କରିପାରିବେ। ଏଥିରେ ପେ ସ୍କେଲ୍ ଯଦି ଦେଖିବା ଏଥିରେ ମଧ୍ୟ ଆପଣଙ୍କୁ 5,000ରୁ 10,000 ମଧ୍ୟ ପର୍ ମନ୍ଥ ସାଲାରୀ ମିଳିବ। ଏଥିରେ ଏଜ୍ ଲିମିଟ୍ ଯଦି ଦେଖିବା ମିନିମମ୍ ଦେଖନ୍ତୁ ଆପଣଙ୍କର 18 ବର୍ଷ ରହିବ, ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ନେକ୍ସଟ ଭ୍ୟାକେନ୍ସି ଯଦି ଆମେ ଦେଖିବା ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଆଶା ପଦବୀରେ ଆବେଦନ କରିବା ପାଇଁ ଚାହାନ୍ତି ଆପଣମାନେ କେବଳ 10ମ ପାସ୍ କରିଛନ୍ତି, ଆପଣ ମାତ୍ର 10ମ ହିଁ ପାସ୍ କରିଛନ୍ତି ଏହାକୁ ଆପଣମାନେ ଆପ୍ଲାଏ କରିପାରିବେ। ସାଲାରୀ ଏଥିରେ 7,000ରୁ 30,000 ମଧ୍ୟରେ ପର୍ ମନ୍ଥ ସାଲାରୀ ରହିବ। ମିନିମମ୍ ଏଥିରେ 18 ବର୍ଷ ରହିବ, ମ୍ୟାକ୍ସିମମ୍ ମଧ୍ୟ 40 ବର୍ଷ ରହିବ। ଦେଖନ୍ତୁ ନେକ୍ସଟ ଭ୍ୟାକେନ୍ସି ରହିଲା କ୍ଲର୍କ। କ୍ଲର୍କ ପାଇଁ ଯେଉଁମାନେ ଆବେଦନ କରିବା ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଦେଖନ୍ତୁ ଆପଣମାନେ କେବଳ +2 ପାସ୍ କରିଛନ୍ତି ଏହାକୁ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିବେ। ଉପରର ପୋଷ୍ଟ ଯେଉଁ ଆମେ କହିଲୁ ତାହାକୁ କେବଳ ଫିମେଲ୍ କ୍ୟାଣ୍ଡିଡେଟ୍ ହିଁ ଆପ୍ଲାଏ କରିପାରିବେ। କ୍ଲର୍କ ପାଇଁ ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ମିନିମମ୍ କ୍ୱାଲିଫିକେସନ୍ ରହୁଛି ଏଥିରେ କେବଳ +2 ପାସ୍ ରଖାଯାଇଛି। ଏବଂ ଆପଣଙ୍କର ସାଲାରୀ ଯଦି ଆମେ ଦେଖିବା ଏଥିରେ 21,000ରୁ 63,000 ମଧ୍ୟରେ ମିଳିବ। ଏବଂ ଏଜ୍ ଲିମିଟ୍ ଯଦି ଆମେ ଦେଖିବା ମିନିମମ୍ ଏଥିରେ 18 ବର୍ଷ ରହିବ, ମ୍ୟାକ୍ସିମମ୍ ଯଦି ଦେଖିବା 32 ଇୟର୍ ରହୁଛି। ନେକ୍ସଟ ଭ୍ୟାକେନ୍ସି ଯଦି ଦେଖିବା
ପିଅନ୍ ପାଇଁ ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି ଦେଖନ୍ତୁ ଆପଣଙ୍କ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିରେ ଆପଣମାନେ କେବଳ 10ମ ପାସ୍ କରିଛନ୍ତି ଆପ୍ଲାଏ କରିପାରିବେ। ଏଥିରେ ସାଲାରୀ ଯଦି ଆମେ ଦେଖିବା ପର ମନ୍ଥ ସାଲାରୀ 15,000 ରୁ 56,000 ମଧ୍ୟରେ ମିଳିବ ଏବଂ ଏଜ୍ ଲିମିଟ୍ ଯଦି ଦେଖିବା ମିନିମମ୍ 18 ବର୍ଷ ରଖାଯାଇଛି, ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ କେମିତି ଏଜ୍ ରିଲାକ୍ସେସନ୍ ଦିଆଯାଇଛି ଦେଖନ୍ତୁ, ଆପଣମାନେ ଯଦି ଏସ୍ସି କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି କିମ୍ବା ଏସ୍ଟି କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି କିମ୍ବା SC/BC କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି କିମ୍ବା ଓମେନ୍ କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି, ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ ଏଜ୍ ରିଲାକ୍ସେସନ୍ ଦିଆଯାଏ, ଯେଉଁଟାକି ଆପଣଙ୍କୁ 5 ବର୍ଷ ଦିଆଯାଉଛି। ଦେଖନ୍ତୁ ଏଇ ଜାଗାରେ 18 ରୁ 40 ଇୟର ରହୁଛି। ଏଜ୍ ରିଲାକ୍ସେସନ୍ ଯଦି ଆପଣମାନେ ପାଇବେ ତ ଏଇ ଜାଗାରେ ଆପଣଙ୍କୁ 18 ରୁ 45 ଇୟର ମଧ୍ୟରେ ହେଉଛି, ତ ତାହେଲେ ଆପଣମାନେ ଆବେଦନ କରିପାରିବେ। ଏବେ ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହାନ୍ତି, ଆପଣଙ୍କ ପାଖରେ କ'ଣ କ'ଣ ଡକୁମେଣ୍ଟସ୍ ଥିଲେ ଆପଣମାନେ ଆବେଦନ କରିପାରିବେ। ଦେଖନ୍ତୁ ଓଡ଼ିଶା ଓମେନ୍ ଆଣ୍ଡ ଚାଇଲ୍ଡ ଡିପାର୍ଟମେଣ୍ଟ ତରଫରୁ ଆପଣଙ୍କ ପାଇଁ ଏ ଡକୁମେଣ୍ଟସ୍ କ'ଣ କ'ଣ ଲାଗୁଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ଆପଣଙ୍କ ପାଖରେ ସର୍ବପ୍ରଥମେ ଯଦି ଦେଖିବା SC ST SC/BC କ୍ୟାଟେଗୋରିରେ କିମ୍ବା PWD କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି, ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଥିବା ନିହାତି ଆବଶ୍ୟକ। ନେକ୍ସଟ ରେସିଡେନ୍ସ ସାର୍ଟିଫିକେଟ୍ ଦରକାର ପଡ଼ୁଛି। ରେସିଡେନ୍ସ ସାର୍ଟିଫିକେଟ୍ କାହିଁକି ଦରକାର ପଡ଼ୁଛି ଦେଖନ୍ତୁ, ଆପଣଙ୍କର ଜବ୍ ଯେତେବେଳେ ସିଲେକ୍ସନ୍ କରାଯିବ ଆପଣମାନେ ନିଜ ଏରିଆର ଅଞ୍ଚଳ ପିଲାକୁ ଫାଇଟ୍ କରି ହିଁ ନିଯୁକ୍ତି ପାଇବେ। ତେଣୁକରି ଆପଣଙ୍କ ପାଖରେ ରେସିଡେନ୍ସ ସାର୍ଟିଫିକେଟ୍ ଥିବା ନିହାତି ଆବଶ୍ୟକ। ନେକ୍ସଟ ଆପଣଙ୍କର ଯେକୌଣସି ଆଇଡି ପ୍ରୁଫ୍, ଯେଉଁଟାକି ଆଧାର କାର୍ଡ଼, ପାନ୍ କାର୍ଡ଼, ଭୋଟର ଆଇଡି, ଏଥିମଧ୍ୟରୁ ଯେକୌଣସି ଗୋଟିଏ ଥିବ ଆପଣଙ୍କ ପାଖରେ, ଯେକୌଣସି ଗୋଟିଏ ଆଇଡି ପ୍ରୁଫ୍ ରଖିଛନ୍ତି ତ ଚଳିବ। ନେକ୍ସଟ ଗୋଟିଏ ଫଟୋଗ୍ରାଫ ଲାଗିବ କଲର ସାଇଜ୍, ଆପଣଙ୍କର ମେଟ୍ରିକୁଲେସନ୍ ସାର୍ଟିଫିକେଟ୍ ମାର୍କସିଟ୍ ଲାଗିବ, +2 ସାର୍ଟିଫିକେଟ୍ ମାର୍କସିଟ୍ ଲାଗିବ, +3 ସାର୍ଟିଫିକେଟ୍ ମାର୍କସିଟ୍ ଲାଗିବ ଏବଂ ଆପଣଙ୍କର ଇମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଲାଗିବ। ତ ଥିଲେ ଦେବେ, ନଥିଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ଏଥିରେ କୌଣସି ରିଜେକ୍ଟ ହେବାର କାରଣ ନାହିଁ। ତ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି ଦେଖନ୍ତୁ, ଯେଉଁମାନେ କେବଳ 10ମ ପାସ୍ କରିଛନ୍ତି ତ ଆପଣଙ୍କ ପାଇଁ ମଧ୍ୟ ଜବ୍ ବାହାରିଛି, ତ ଆପଣମାନେ କେବଳ 10ମ ପାସ୍ କରିଥିଲେ ଆପଣଙ୍କୁ +2 ଆଉ +3 ସାର୍ଟିଫିକେଟ୍ ଏଣ୍ଡ ମାର୍କସିଟ୍ ଦରକାର ପଡ଼ିବ ନାହିଁ। ଯେଉଁମାନେ +2 ପିଲା ଆପଣମାନେ +2 ପିଲାମାନେ ମଧ୍ୟ ଆପ୍ଲାଏ କରିପାରିବେ। ଦେଖନ୍ତୁ ଆପଣଙ୍କୁ +3 ସାର୍ଟିଫିକେଟ୍ ଦରକାର ପଡ଼ିବନି। ଆପଣମାନେ ଯେଉଁ ପୋଷ୍ଟରେ ଏଲିଜିବୁଲ୍ ଅଛନ୍ତି ଆପଣମାନେ ସମସ୍ତେ ଆବେଦନ କରିପାରିବେ। କିନ୍ତୁ ଯେଉଁମାନେ +3 ପିଲା ସେମାନେ ସବୁ ପୋଷ୍ଟ ପାଇଁ ଏଲିଜିବୁଲ୍ ହେବେ, ଆପଣମାନେ ସମସ୍ତେ ଆପ୍ଲାଏ କରିପାରିବେ। ଏବେ ଯଦି ଆମେ ଦେଖିବା ଦେଖନ୍ତୁ ଆପଣଙ୍କର ଏକ୍ଜାମିନେସନ୍ ଡେଟ୍, ପ୍ଲେସ୍ ଏବଂ ରିଟିନ୍ ଟେଷ୍ଟ ଯଦି ଦେଖିବା, ଏଥିରେ କୌଣସି ଆପଣଙ୍କର ଏକ୍ଜାମ୍ ରଖାଯାଉ ନାହିଁ। ନୋ ଏକ୍ଜାମ୍, ଏଥିରେ ଆପଣଙ୍କୁ କୌଣସି ଏକ୍ଜାମ୍ ଦେବାକୁ ପଡ଼ିବନି। ଆପଣଙ୍କୁ ଡାଇରେକ୍ଟଲି ଆପଣଙ୍କ ମାର୍କ ଦେଖିକି ହିଁ ଆପଣଙ୍କୁ ସିଲେକ୍ସନ୍ କରାଯିବ। ସର୍ବପ୍ରଥମେ ସିଲେକ୍ସନ୍ ପ୍ରୋସେସ୍ ଉପରେ ଯଦି ଆମେ ନଜର ପକାଇବା ଦେଖନ୍ତୁ, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି, ଆମେ ଯଦି ସିଲେକ୍ସନ୍ ପ୍ରୋସେସ୍ ଉପରେ ନଜର ପକାଇବା, ଏଥିରେ ଆପଣଙ୍କ ପାଇଁ କେବଳ କ୍ୟାରିୟର ମାର୍କ, ଆପଣଙ୍କର 10, +2, +3ର କ୍ୟାରିୟର ମାର୍କକୁ ନେଇକି ସର୍ବପ୍ରଥମେ ଆପଣଙ୍କୁ ସିଲେକ୍ସନ୍ କରାଯିବ। ଦେନ୍ ଆପଣଙ୍କର ଡକୁମେଣ୍ଟସ୍ ଭେରିଫିକେସନ୍ ହେବ। କାଉନସିଲିଂ ଯଦି ଆମେ ଦେଖିବା ଦେଖନ୍ତୁ, ଆପଣଙ୍କର କେମିତି କ'ଣ କାଉନସିଲିଂ କରାଯାଉଛି ଦେଖନ୍ତୁ, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି କାଉନସିଲିଂ କେମିତି କରାଯିବ ଦେଖନ୍ତୁ, ଆପଣଙ୍କର ପଞ୍ଚାୟତ ୱାଇଜ୍ କାଉନସିଲିଂ କରାଯିବ। ଅର୍ଥାତ୍ ଦେଖନ୍ତୁ ଆପଣଙ୍କର ଯେଉଁ ପଞ୍ଚାୟତରେ ଭ୍ୟାକେନ୍ସି ରହୁଛି, କେବଳ ଆପଣଙ୍କର ପଞ୍ଚାୟତର ପିଲାମାନେ ସେଥିରେ ଆପ୍ଲାଏ କରିପାରିବେ, ଅଦର ପଞ୍ଚାୟତର ପିଲାମାନେ ଆପ୍ଲାଏ କରିପାରିବେ ନାହିଁ। ତେଣୁକରି ଆପଣଙ୍କ ପାଖରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହୁଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଯଥାଶୀଘ୍ର ଆପ୍ଲାଏ କରିଦିଅନ୍ତୁ। ବର୍ତ୍ତମାନ ଆପ୍ଲାଏ ଚାଲୁଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଦେଖନ୍ତୁ, ଆପଣମାନେ ଡାଇରେକ୍ଟଲି ଏହାର ଆପ୍ଲାଏ ଲିଙ୍କ୍ ଉପରେ କ୍ଲିକ୍ କରି ଆପଣମାନେ ଆବେଦନ କରିପାରିବେ କିମ୍ବା ଯେଉଁମାନେ ନୋଟିଫିକେସନ୍ PDF ପାଇବା ପାଇଁ ଚାହାନ୍ତି କ୍ଲିକ୍ କରି ପାଇପାରିବେ। ଏବଂ ଯେଉଁମାନେ ଅଫିସିଆଲ୍ ୱେବସାଇଟ୍କୁ ଭିଜିଟ୍ କରିବା ପାଇଁ ଚାହାନ୍ତୁ, ଆପଣ ଡାଇରେକ୍ଟଲି ଅଫିସିଆଲ୍ ୱେବସାଇଟ୍କୁ ଭିଜିଟ୍ କରି ଆପଣମାନେ ଆବେଦନ କରିପାରିବେ। କରିବା ପାଇଁ ଚାହାନ୍ତି ଦେଖନ୍ତୁ, ଫାଇନାଲି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ତ ଆପଣମାନେ ଯେତେବେଳେ ଆପ୍ଲାଏ ଲିଙ୍କରେ କ୍ଲିକ୍ କରୁଛନ୍ତି ଆପଣଙ୍କର ଏମିତି ୱିଣ୍ଡୋଜ୍ ଓପନ୍ ହୋଇଯିବ। ଏହି ୱିଣ୍ଡୋଜ୍ରେ ଆପଣଙ୍କର ଅଲ୍ ଡିଟେଲ୍ସ ଭରିକି ଆପଣମାନେ ଆବେଦନ କରିପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଯଥାଶୀଘ୍ର ଆପ୍ଲାଏ କରିଦିଅନ୍ତୁ। ଡାଇରେକ୍ଟଲି କେମିତି କେଉଁ ଅଫିସିଆଲ୍ ୱେବସାଇଟ୍କୁ ଭିଜିଟ୍ କରି ଆପ୍ଲାଏ କରିପାରିବେ, ଆପଣମାନେ www.awc.odisha.gov.in ଲଗ୍ଇନ୍ କରି ଆପଣମାନେ ଆପ୍ଲାଏ କରିପାରିବେ। ଧନ୍ୟବାଦ।